ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆଜି ଜାଣିବା ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ବର୍ଷଟି ମିଶ୍ରିତ ଫଳ ପ୍ରଦାନ କରିବ। ଆପଣଙ୍କ ରାଶିର ଅଧିପତି ଶୁକ୍ର ହୋଇଥିବାରୁ ଆପଣଙ୍କ ବ୍ୟକ୍ତିତ୍ୱରେ ଚମକ ରହିବ, କିନ୍ତୁ ଗ୍ରହମାନଙ୍କର ଚଳନ ଯୋଗୁଁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ନକ୍ଷତ୍ର ଅନୁସାରେ ପ୍ରଭାବ। ଚିତ୍ରା ନକ୍ଷତ୍ର ଆପଣଙ୍କର ପାଇଁ ନୂତନ କର୍ମସଂସ୍ଥାନ ସୁଯୋଗ ସୃଷ୍ଟି ହେବ। କଳା ଓ ସାହିତ୍ୟ କ୍ଷେତ୍ରରେ ବ୍ୟକ୍ତିମାନେ ସଫଳତା ପାଇବେ। ସ୍ୱତୀ ନକ୍ଷତ୍ର ବୈଦେଶିକ ବ୍ୟାପାର କିମ୍ବା ଦୂରଯାତ୍ରାରୁ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନୋନିବେଶ କରିବେ। ବିଶାଖା ନକ୍ଷତ୍ର ପାରିବାରିକ ସୁଖ ଶାନ୍ତି ବଜାୟ ରହିବ ଓ ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ଭାଗ୍ୟ ଓ କର୍ମ ବ୍ୟବସାୟରେ ଉନ୍ନତି ହେବ। ବିଶେଷ କରି କୃଷି କିମ୍ବା ବୈଷୟିକ ଜ୍ଞାନକୌଶଳ ସହିତ ଜଡ଼ିତ ଲୋକମାନେ ଲାଭବାନ ହେବେ। ଅଟକି ରହିଥିବା କାମଗୁଡ଼ିକ ଧୀରେ ଧୀରେ ସମ୍ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ଆୟ ବଢ଼ିବ ସହିତ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ନୂତନ ସମ୍ପତ୍ତି କିଣିବାର ସୁଯୋଗ ରହିଛି। ପେଟ ଜନିତ ସମସ୍ୟା କିମ୍ବା ରକ୍ତଚାପ ପ୍ରତି ସାବଧାନ ରୁହନ୍ତୁ। ନିୟମିତ ଯୋଗ ଓ ପ୍ରାଣାୟାମ କରନ୍ତୁ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସନ୍ତାନମାନଙ୍କ ଉନ୍ନତି ଦେଖି ମନ ପ୍ରସନ୍ନ ରହିବ। ଭାଗ୍ୟ କର୍ମ ବ୍ୟବସାୟରେ ଉନ୍ନତି ହେବ। ବିଶେଷ କରି କୃଷି କିମ୍ବା ବୈଜ୍ଞାନିକ କୌଶଳ ସହିତ ଜଡ଼ିତ ଲୋକମାନେ ଭାଗ୍ୟଶାଳୀ ହେବ। ଶୁଭ ଫଳ ପାଇଁ ପ୍ରତିକାର। ପ୍ରତ୍ୟେକ ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କ ପାଖରେ ଧଳା ମନ୍ଦାର ବା ପଦ୍ମ ଫୁଲ ଅର୍ପଣ କରନ୍ତୁ। ଗରିବ ଲୋକଙ୍କୁ ମିଠା, ଦହି କିମ୍ବା ଧଳା ବସ୍ତ୍ର ଦାନ କରନ୍ତୁ। ପଣା ସଂକ୍ରାନ୍ତି ଦିନ ହନୁମାନ ଚାଳିଶା ପାଠ କରନ୍ତୁ ଏବଂ ଜଳ ଛତ୍ରରେ ଜଳଦାନ କରନ୍ତୁ। ଶୁଭ ରଙ୍ଗ ଧଳା ବା ଆକାଶୀ ନୀଳ। ଶୁଭ ଅଙ୍କ 2 ଓ 7। ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।